ଜାନୁଆରୀ 29 ତାରିଖ ଠାରୁ 31 ତାରିଖ ପର୍ଯ୍ୟନ୍ତ ଟାଙ୍ଗୀ କଟକ ପୁଷ ମେଳାରେ 4 ଗୋଟି ଯାତ୍ରା ଅନୁଷ୍ଠାନ। ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ, ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟ, ଯାତ୍ରା ମୌଡ଼ମଣି ଶିବାନୀ ଗଣନାଟ୍ୟ ଆଉ ଯାତ୍ରା ସ୍ୱର୍ଣ୍ଣମହଲ। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି 2023 ମସିହା ଡିସେମ୍ବର ମାସ 27 ତାରିଖ ବୁଧବାର। ଶ୍ରୀ ଗଣେଶଙ୍କ କୃପାରୁ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଏବେ ଆସନ୍ତୁ ଯିବା ନାଟକୀୟ କାର୍ଯ୍ୟକ୍ରମକୁ। ଆଜି କାହାର କେଉଁ ନାଟକ କେଉଁଠି? दमदार लाइव, दमदार साउंड, उन्नत मानर साजसज्जा नहीं रंगीन राति रंगमंच रे आगे आसुची यात्रा जगतर राणी यात्रा सिंह बाहिनी। ଯାତ୍ରା ଶ୍ରୀ ବିଶ୍ୱ ଦରବାର ଦ୍ୱିତୀୟ ଅଭିନୟ ରଜନୀ ପୋଲସରା ଗଞ୍ଜାମ। ଆଜିର ନାଟକ ମୃତ୍ୟୁ ପରେ ମଣିଷ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଏକନ ସାର। ଓಂ ଶ୍ରୀ ବାଘାଯତୀନ ଲୋକନାଟ୍ୟ ଷଷ୍ଠ ଅଭିନୟ ରଜନୀ କେଆରପୁରମ୍ ବାଙ୍ଗାଲୁରୁ। ସନ୍ଧ୍ୟାସୁ। ଆଜିର ନାଟକ ଜୀବନ ଭାସୁଛି ଆଖି ଲୁହରେ। ରଚନା ଡକ୍ଟର କୈଳାସ ମଲ୍ଲିକ, ନିର୍ଦ୍ଦେଶନା ଲାଲା ବୀରେନ ରାୟ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଇନ୍ଦ୍ରଭୁବନ ତୃତୀୟ ଅଭିନୟ ରଜନୀ ମାଥିଲି ମାଲକାନଗିରି। ଆଜିର ନାଟକ କୋଟିଏ ପୁଣ୍ୟରେ ଗୋଟିଏ ଝିଅ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଶିବାନୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ କୁଆଖିଆ ଯାଜପୁର। ଆଜିର ନାଟକ ଗାନ୍ଧୀ ଭୂମିକାରେ କହ୍ନେଇ ଦାସ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଅପେରା ସୂର୍ଯ୍ୟ ମନ୍ଦିର ଦ୍ୱିତୀୟ ଅଭିନୟ ରଜନୀ ମଙ୍ଗରାଜପୁର କୁଜଙ୍ଗ ଜଗତସିଂହପୁର। ଆଜିର ନାଟକ ହାତ ଧରି ବାଟ ଚାଲୁଥିବି। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ସ୍ୱର୍ଣ୍ଣମହଲ ପ୍ରଥମ ଅଭିନୟ ରଜନୀ ସ୍ୱରଣ କୁହୁଡ଼ି ଟାଙ୍ଗୀ ଖୋର୍ଦ୍ଧା। ଆଜିର ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ମିହିର ମହାନ୍ତି। ତୁଳସୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ ବନ୍ଦାଳ ଖେଳ ପଡ଼ିଆ ଛତିଆ ଯାଜପୁର। ଆଜିର ନାଟକ ଅଧା ରାତିର ସାଥୀ। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ବିକାଶ ଶୁକ୍ଳା। ମା ଶକ୍ତିମୟୀ ଲୋକନାଟ୍ୟ ତୃତୀୟ ଅଭିନୟ ରଜନୀ ବନ୍ଧକଣା କଲମପୁର କଳାହାଣ୍ଡି। ଆଜିର ନାଟକ ଜେଜେମା ବୟସ 22 ବର୍ଷ। ରଚନା ପ୍ରଭାତ ବିଶ୍ୱାଳ, ନିର୍ଦ୍ଦେଶନା ହରି ସାମନ୍ତ, ସଙ୍ଗୀତ ଲିପୁ ସାର। ଯାତ୍ରା ଦୁର୍ଗା ମନ୍ଦିର ପ୍ରଥମ ଅଭିନୟ ରଜନୀ ତଳଗାଁ ବାଲିକୁଦା ଜଗତସିଂହପୁର। ଆଜିର ନାଟକ କାନ୍ଦେ ନା ଲୁହ ସରିଯିବ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ଆକାଶ ଗଙ୍ଗା ଦ୍ୱିତୀୟ ଅଭିନୟ ରଜନୀ ନିଆଳି କଟକ। ଆଜିର ନାଟକ ତୁ କହିବୁ ନା ମୁଁ କହିବି। ରଚନା ଇଞ୍ଜିନିୟର ତୁଷାରକାନ୍ତ, ନିର୍ଦ୍ଦେଶନା ବିକ୍ରମ ନାୟକ, ନନ୍ଦୁ ସାର। ଗୌରୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ ବାଲିଝରି ବଡମ୍ବା କଟକ। ଆଜିର ନାଟକ ରାନୀ ପଣ୍ଡାକୁ ଖଣ୍ଡଗିରି ମନା। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ଟିଟନ ସାର। ଯାତ୍ରା ରଙ୍ଗମହଲ ପ୍ରତାପାଟ ବଡମ୍ବା କଟକ। ଆଜିର ନାଟକ ମୁଁ ଗୋଟେ ଝିଅର ବାପ। ରଚନା ଓ ନିର୍ଦ୍ଦେଶନା ହର ବାରିକ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ସ୍ୱପ୍ନମହଲ ଦ୍ୱିତୀୟ ଅଭିନୟ ରଜନୀ ରାହାଣ ହାଟ ପଡ଼ିଆ ବାଲିକୁଦା ଜଗତସିଂହପୁର। ଆଜିର ନାଟକ କେତେ କାନ୍ଦିବୁରେ ଗୌର ଦାସ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ରାଜନନ୍ଦିନୀ ଦ୍ୱିତୀୟ ଅଭିନୟ ରଜନୀ ଚିକିଟି ବ୍ରହ୍ମପୁର ଗଞ୍ଜାମ। ଆଜିର ନାଟକ ଏମିତି ବନ୍ଧନ କେମିତି ହେଲା। ରଚନା ଜୀବନ ଜେନା, ନିର୍ଦ୍ଦେଶନା ବିଜୟ ଦାସ, ସଙ୍ଗୀତ ପ୍ରେମାନନ୍ଦ। କୋଣାର୍କ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ ଫୁଲବଣୀ ଭୋଗରାଇ ବାଲେଶ୍ୱର। ସନ୍ଧ୍ୟାସୁ। ଆଜିର ନାଟକ ସେଇ ଗୋଟିଏ ଭୁଲ ପାଇଁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ତାରିଣୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ ଟୁରା ତରାଇଲୁ ଯାଜପୁର। ଆଜିର ନାଟକ ମନ୍ଦିରେ ଫୁଟିଛି ମଶାଣୀ ଫୁଲ।
যাত্রা ধৌଳି গণনাট্য চতুর্থ অভিনয় রজনী কুমুলি বুড়িগোমা নবরঙ্গপুর আজির নাটক কলঙ্ক ମୋ ପାଇଁ চন্দন টুপা রচনা অজয় সো ନିର୍ଦ୍ଦେଶନା ତାପସ ସ୍ୱାଇଁ ସଙ୍ଗୀତ ମିହିର ମହାନ୍ତି ରାଜଧାନୀ ଅପେରା ଚତୁର୍ଥ ଅଭିନୟ ରଜନୀ କୁକସରା ଜୁନାଗଡ଼ କଳାହାଣ୍ଡି ଆଜିର ନାଟକ ମାରୁ ମହାଭାରତ ରଚନା ଓ ନିର୍ଦ୍ଦେଶନା ଡକ୍ଟର କୈଳାସ ମଲ୍ଲିକ ସଙ୍ଗୀତ ମିହିର ମହାନ୍ତି ଅପେରା ସାଇ ସମ୍ରାଟ ରତାପାଟ ବଡମ୍ବା କଟକ ଆଜିର ନାଟକ ବନ୍ଧୁ ପ୍ରେମ ଟିକେ ଲାଗେ ନିଆରା ରଚନା କ୍ଷିତୀଶ ମଣ୍ଡଳ ନିର୍ଦ୍ଦେଶନା କିଶୋର ଖଣ୍ଡୱାଳ ସଙ୍ଗୀତ ବିକାଶ ଶୁକ୍ଳା କଳିଙ୍ଗ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ ବାଲିଝରି ବଡମ୍ବା କଟକ ଆଜିର ନାଟକ କମଳ ଦେଶର ରାଜକୁମାରୀ ରଚନା ସନ୍ତୋଷ ନାରାୟଣ ନିର୍ଦ୍ଦେଶନା ଶାରଦା ରଣା ସଙ୍ଗୀତ ବିକାଶ ଶୁକ୍ଳା ଅପେରା ଅଶୋକ ସମ୍ରାଟ ତୃତୀୟ ଅଭିନୟ ରଜନୀ ଇଣ୍ଡୋର ଷ୍ଟାଡିୟମ ନିମାପଡା ପୁରୀ ଆଜିର ନାଟକ ବାଦାମବାଡିର ରିକ୍ସାବାଲା ରଚନା ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା ସଙ୍ଗୀତ ଏକନ ସାର ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ ମନେ ରଖନ୍ତୁ ଯାତ୍ରା ପ୍ରେମୀ ଦର୍ଶକ ବନ୍ଧୁ ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ ଟିକିଏ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ ଟିକିଏ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ସଠିକ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ ଏ ହେଲା ଆଜି ସକାଳର କିଛି ଯାତ୍ରା ସମ୍ପର୍କିତ ଖବର ଯାତ୍ରା ପ୍ରେମୀ ଦର୍ଶକମାନଙ୍କ ପାଇଁ ପୁଣି କିଛି ନୂଆ କଥା ନୂଆ ସମ୍ଭାବନାର ବାର୍ତ୍ତା ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଏପିସୋଡରେ ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ନମସ୍ତେ ଭଲରେ ରହିବା ସମସ୍ତେ ଜୟ ଜଗନ୍ନାଥ।